ଶୁଣିଲେ ବି ତା ଯେମିତି ଅସମାପ୍ତ ହେଇ ଉଠେ। ତ ମୁଁ ଟିକେ ବ୍ୟସ୍ତ ଥିଲି, ମା ଆଗରୁ ଜଏନ୍ କରିବା ପାଇଁ କହିଥିଲେ। ଆ, ଆ, ମାନେ ଆମେ ଆକ୍ଚୁଆଲି ସମ୍ବଲପୁରରୁ 280 ପାଖାପାଖି ଲୋକ ଆମେ ଦେଓଘର ଯାଇଥିଲୁ। ଆଉ ସେଇ ସମ୍ପର୍କରେ ମୁଁ ଟିକେ କିଛି କହିବି, ତାପରେ ଆଲୋଚନା ରଖିବୁ। ଯେତେବେଳେ ସ୍ଥିର ହେଲା ଯିବା ପାଇଁ, ପରିଚାଳନା କମିଟି ପ୍ଲସ୍ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆମେ ମନେ ମନେ ଭାବିଲୁ କି 50 ଖଣ୍ଡ ଲୋକ ବୋଧେ ବାହାରିବେ। ଯାହାକୁ କହିଲୁ ଯିବେ ନ ଯିବେ ଏମିତି କହୁଥାନ୍ତି। ବଡ଼ବୋଉଙ୍କ ଦେହ ଅସୁସ୍ଥ ଥାଏ, ସିଆଡ଼ୁ ବି କିଛି ଜଣା ପଡ଼ୁନଥାଏ ଯେ ଆମେ ଯିବୁ କି ନାହିଁ। ଟିକେଟ୍ ବି କରିବାକୁ ପଡ଼ିବ ଆଗରୁ। ମୁଁ ଆଚାର୍ଯ୍ୟଙ୍କୁ ମାନେ ଅନେକ ଯାହାଙ୍କୁ ପଚାରିଲେ କେହି ସଠିକ୍ ଭାବରେ କହିପାରୁନଥାନ୍ତି ଯେ 13 ତାରିଖରେ ଆଚାର୍ଯ୍ୟ ଦେବ ରହିବେ କି ନାହିଁ। ମୁଁ ସେଠୁ ବହୁତ ଲୋକଙ୍କୁ ଯେତେ ଅଛନ୍ତି ଦେଓଘରେ ସମସ୍ତଙ୍କୁ ଫୋନ୍ କଲା ପରେ ଦେଖିଲି ଯେ କାହାଙ୍କ ପାଖରୁ ସଠିକ୍ ଭାବରେ କିଛି ଖବର ମିଳିପାରୁନାହିଁ। ତାପରେ ମୁଁ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କଲି। ଯେତେବେଳେ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କଲି, ସେମାନେ କହିଲେ 7 ଦିନ ଭିତରେ ଯଦି ଆପଣଙ୍କୁ କିଛି ଖବର ନ ମିଳେ, ତାପରେ ପୁଣି 7 ଦିନ ପରେ ଆପଣ ଆଉଥରେ ନିବେଦନ କରିବେ। କହିଲେ ଆଚାର୍ଯ୍ୟ ଦେବ ଫୋନ୍ କରନ୍ତି, ଯଦି ଫୋନ୍ କରିବେ ତାହେଲେ ଆମେ ଆଚାର୍ଯ୍ୟ ଦେବଙ୍କୁ ଏକଥା ଜଣେଇବୁ। ସେ ଯଦି କୁହନ୍ତି ତାହେଲେ ଆପଣମାନେ ଟିକେଟ୍ କରିବେ। 4 ଦିନ ବିତିଗଲା। ହଠାତ୍ ଦିନେ ଫୋନ୍ ଆସିଲା ଆଚାର୍ଯ୍ୟ ଦେବଙ୍କ ପାଖରୁ, ମାନେ ସେଇ ଟୋଲ୍ ଫ୍ରି ନମ୍ବର ଇଏରୁ, ଯେ ଆଚାର୍ଯ୍ୟ ଦେବ ଅନୁମତି ଦେଇଛନ୍ତି ଆଉ 13 ତାରିଖ 14 ତାରିଖରେ ଆସିକି ଆପଣମାନେ ପହଞ୍ଚନ୍ତୁ। ଆଉ ରହିବା ପାଇଁ ଗେଷ୍ଟ ହାଉସ୍ର ନମ୍ବର ମଧ୍ୟ କୁହାହେଇଛି। ତାଙ୍କ ନମ୍ବରରେ ଅନଲାଇନ୍ରେ ବୁକିଂ କରିକି ଗେଷ୍ଟ ହାଉସ୍ରେ ରହିବା ବ୍ୟବସ୍ଥା କରିକି ଆସିବେ। ତ ସେତିକି ଆଶୀର୍ବାଦ ମିଳିଲା ପରେ ଦେଖାଗଲା, ଯୋଉଠି ଆମେ ଭାବୁଥିଲୁ 30-40 ଲୋକ 50 ଲୋକ ହବାଟା ଆମ ପାଇଁ କଠିନ ଥିଲା, ସାଙ୍ଗେ ସାଙ୍ଗେ ସ୍ୱତଃପ୍ରବୃତ୍ତ ଭାବରେ ଦିନେ 2 ଦିନ ଭିତରେ 200-250 ପର୍ଯ୍ୟନ୍ତ ପଳେଇଗଲା। ତାପରେ ଯୋଉମାନେ ନିବେଦନ କଲେ ଟ୍ରେନରେ ଟିକେଟ୍ ନଥିଲା, ସେମାନେ ପୁଣି ହଇରାଣ ହେବେ ବୋଲିକି ଆମେ ସେମାନଙ୍କୁ କହିଲୁ କି ତୁମମାନେ ନିଜେ ଯେକୌଣସି ପ୍ରକାର ଟିକେଟ୍ କରିକି ଯାଅ। ବସ୍ର ମଧ୍ୟ ବ୍ୟବସ୍ଥା କରିଥିଲି, କିନ୍ତୁ ଶୀତ ପାଇଁ ଆଉ ସେଟା ମାନେ ସମୀଚୀନ ହେଲାନି। ରାଜାଦେବଙ୍କ ଆଶୀର୍ବାଦ ପରେ କିଭଳି ଭାବରେ, ମାନେ ସେ ତ ହେଉଛନ୍ତି ମାନେ ଜୀବନ୍ତ ଆଚାର୍ଯ୍ୟ, ତେଣୁ ତାଙ୍କର ଆଶୀର୍ବାଦ ପରେ ମୁଁ ଦେଖିଲି ସ୍ୱତଃପ୍ରବୃତ୍ତ ଭାବରେ ଯେଉଁମାନଙ୍କୁ କହୁଥିଲୁ, ମନା କରୁଥିଲେ, ସେମାନେ ବି ଆଗ ଧାଡ଼ିରେ ଛିଡ଼ା ହେଇଗଲେ ପଇସା ଦେଇକି। ତ ଇଏ ହେଉଛି ବାସ୍ତବ ଜିନିଷ। ତ ଆମେ ତାଙ୍କରି ମାନେ ଆଶୀର୍ବାଦ ପରେ ଆମେ ଯାଇକି ପହଞ୍ଚିଲୁ ଏବଂ 280 ଲୋକକୁ ଏକାଥରେ ନେଇକି ଯିବା ତ କଠିନ କାମ ଥିଲା। କିନ୍ତୁ ଯାହା ବି ହଉ, ସୁରୁଖୁରୁରେ ପୁରା ଅତି ସୁନ୍ଦର ଭାବରେ ଆମେ ଫେରି ଆସିଲୁ। ଆଚାର୍ଯ୍ୟଦେବଙ୍କ ଦର୍ଶନ ହେଲା। ଆଚାର୍ଯ୍ୟଦେବ ସେଦିନ ଯେଉଁଦିନ ଦର୍ଶନ ଥିଲା, ଆଚାର୍ଯ୍ୟ ସବୁଦିନ ଗ୍ରନ୍ଥ ପାଠ ପରେ ଘରକୁ ଯାଆନ୍ତି ଆଉ 10:30 ପାଖାପାଖିରେ ଆସନ୍ତି। ତ ଆମେମାନେ ସମସ୍ତଙ୍କୁ କହି ରଖିଥିଲୁ କି 11 ବଜେ ଆମେ ଯାଇକି ଆଚାର୍ଯ୍ୟଦେବଙ୍କ ପାଖରେ ପହଞ୍ଚିବା। କିନ୍ତୁ ଦେଖାଗଲା ଆଚାର୍ଯ୍ୟଦେବ ସିଧା 9:30ରେ ଗୋଟେ ଗ୍ରନ୍ଥ ପାଠ ପରେ ପଳେଇ ଆସିଲେ ନାଟ୍ୟମଣ୍ଡପକୁ। କିନ୍ତୁ ଆମର ଗୁରୁ ଭାଇ ବହୁତ କମ୍ ଥିଲେ। ଆଉ ତାପରେ ସେଠି ଠାକୁର ଭୋଗ ଦିଆଗଲା। ସେଠି ଲୋକମାନେ ଚାଲିଗଲେ, ସେଠି ଭୋଗ ଖାଇବା ପାଇଁ ଲାଇନ୍ ଲଗେଇଦେଲେ। ତ ଆଚାର୍ଯ୍ୟଦେବ ପହଞ୍ଚିକି ବସିକି ସମ୍ବଲପୁର କଥା କହିବା ଆରମ୍ଭ କଲେ। ସମ୍ବଲପୁର ଲୋକମାନେ ଆସିଛନ୍ତି, ଏତେ ଲୋକ। ତ ଯାହା ହଉ, ତାପରେ ଆମକୁ ବଡ଼ଦା ହାଉସ୍ରେ ସମସ୍ତଙ୍କୁ ବସେଇକି ସବୁ ଆଲୋଚନା କରାଗଲା ସବୁ ବିଷୟରେ। ଫେରିବା ଦିନ ଆଚାର୍ଯ୍ୟଦେବ ଅନେକ ଜିନିଷ କଥା କହିଲେ, ମାନେ କିଭଳି ଭାବରେ ସଫାସୁତୁରା ରଖିବ, ପ୍ରେୟାର ସମସ୍ତେ କେମିତି ପ୍ରେୟାର ଆସିପାରିବେ, ମନ୍ଦିର କେମିତି ଲୋକାରଣ୍ୟ ରହିବ, ଏସବୁ ବିଷୟରେ ଅନେକ ବିଷୟରେ ନିର୍ଦ୍ଦେଶ ଦେଲେ।
ଆଉ ଫେରିବା ବେଳର ଯୋଉ ଅନୁଭୂତି ଥିଲା, ଫେରିବା ବେଳେ ଦେଖନ୍ତୁ ଠାକୁରଙ୍କୁ ଆମେ ଠାକୁରଙ୍କର ଯୋଉ ଦିବ୍ୟ ଜିନିଷ, ଦିବ୍ୟ ଧାରା, ଆମେ ଖାଲି ସକାଳ ସନ୍ଧ୍ୟା ପ୍ରେୟାର ଏଇ ଗୋଟେ ଛୋଟିଆ ଜିନିଷ। ସକାଳ ସନ୍ଧ୍ୟା ପ୍ରେୟାର କରିଦଉଛୁ କି ଆମେ ପ୍ରାର୍ଥନା କରୁଛୁ, ସୁସ୍ଥ ନେଇଛୁ, ଆଇଁଷ ଖାଉନୁ, ଇଏ ତ ବାସ୍ତବ କର୍ମ। କିନ୍ତୁ ମାନସିକ ସ୍ତରରେ ଯାହା ଯାହା ଠାକୁର କହିଛନ୍ତି, ସେ ମାନସିକତାଟାକୁ ଆମେ ବହୁତ କମ କରୁଛୁ। ଯେମିତି ତୁମେ ଅକପଟି ହୁଅ, କି ତମେ ସହିଷ୍ଣୁ ହୁଅ, କି ଆମେ ଆମେ ଅନେକ ସମୟରେ ଆମ ଭିତରେ ଅନେକ କପଟତା ଥାଏ, ଯୋଉ କପଟତା ପାଇଁ ଆମେ ମାନେ ଏଇ ଦୈନନ୍ଦିନ ଜୀବନରେ, ସାଂସାରିକ ଜୀବନରେ ଆମେ ଠିକ ଭାବରେ ରହିପାରୁନା। ତେଣୁ ଗୋଟେ ମାନସିକ ପରିବର୍ତ୍ତନ, ଯେମିତି ଗୋଟେ ବିବାହ ପରେ ଗୋଟେ ସ୍ତ୍ରୀଟେ ମାନସିକ ଭାବରେ ପ୍ରସ୍ତୁତ ହେଇଯାଏ ତା ସ୍ୱାମୀକୁ ନେଇକି ଜୀବନଟାକୁ ବିତେଇବା ପାଇଁ, କିନ୍ତୁ ତା ପୂର୍ବରୁ ତା ମାନସିକତା ନଥାଏ। ଗୋଟେ ମୁହୂର୍ତ୍ତର ସେଇ ବିବାହ ବନ୍ଧନ ପରେ ବାନ୍ଧି ହେଲା ପରେ ତା ମାନସିକତାକୁ ସେ ସ୍ଥିର କରିନି, ଯୋଉ ମାନସିକତାକୁ ନେଇକି ସେ ସାରା ଜୀବନ ବଞ୍ଚି ରହେ। ଆଉ ତାର ସ୍ୱାମୀର କାନ୍ଧରେ କାନ୍ଧ ମିଳେଇ ଆଉ ପାଦରେ ପାଦ ମିଶେଇ ସଂସାରଟାକୁ ସୁରୁଖୁରୁରେ ସେ ଚଲେଇ ନିଏ ଜୀବନଟା ସୁନ୍ଦର ଭାବରେ, ମଧୁମୟ ଭାବରେ। ଇଏ ଗୋଟେ ମାନସିକତା, ସେ ଯୋଉ ମେଣ୍ଟାଲ ସେଟଅପ୍, ସେମିତି ଗୋଟେ ଯଦି ସେଟଅପ୍ ଆମେ ନ ନଉ ମାନେ, ତାହେଲେ ଆମ ଜୀବନରେ ବାସ୍ତବ ପରିବର୍ତ୍ତନ ଆସିବ ନାହିଁ। ଆଉ ଗୋଟେ ଅନୁଭୂତି ମୋର ମନେ ପଡୁଛି, ଏଇ ଯିବା ବାଟରେ ଆସିବା ସମୟରେ ଟ୍ରେନରେ ସମସ୍ତଙ୍କୁ ବସେଇ ସାରିଲା ପରେ କୋଉଠି ସିଟ୍ ଖାଲି ଅଛି, କୋଉଠି ସିଟ୍ ଖାଲି ନାହିଁ, ସବୁ 10ଟା ବଗିରେ ବୁଲି ବୁଲିକି ସମସ୍ତଙ୍କୁ ଆଡଜଷ୍ଟ କରି ସାରିଲା ପରେ, କାରଣ ଟିକେଟ କିଏ କେତେବେଳେ କହିଛି, ବର୍ତ୍ତମାନ ତ ସେମିତି ନାହିଁ, ସେମାନେ ନିଜ ସାଙ୍ଗ ହିସାବରେ ଧରିକି ରଖିଛନ୍ତି। ଆମେ ଏଇଠୁ ଆସୁ, ଆମେ ଗୋଟେ ଗ୍ରୁପ, ସେ ଗୋଟେ ଗ୍ରୁପ, ଏମିତି ହେଇକି ଅଛନ୍ତି। ତେଣୁ ସେଇ ହିସାବରେ ତାଙ୍କୁ କାହାକୁ କୋଉଠି ଦିଆଯିବ, ସେ ତାକୁ ଛାଡୁନି, ୟାକୁ ଛାଡୁନି, ସିଟ୍ ତାର ଆଉ ଗୋଟେ ବଗିରେ, ସେ ବସିବାକୁ ଚାହୁଁଛି ଆଉ ଗୋଟେ ବଗିରେ। ତ ଯାଇ ହଉ, ସେମାନଙ୍କୁ ଯେତେବେଳେ ବସେଇ ସାରିଲା ପରେ ମୋ ସହିତ ଜଣେ ମୋର ସାନ ଭାଇ ଭଳି ଲାଗେ ପିଲାଟି ଥାଏ, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର। ଆଉ ଭାରି ଖୁସି ଯେ 4 ଜଣ ଇଞ୍ଜିନିୟରଙ୍କୁ ନେଇକି ଧଳା ପୋଷାକ ପିନ୍ଧେଇ ଦେଇଛି ଏଥର, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ମାନେ ଲେଭେଲ, ସିନିୟର ଇଞ୍ଜିନିୟର ଲେଭେଲ। ଅନେକ ଲୋକ ତ ଯାଇଥିଲେ, କିନ୍ତୁ ସେମାନେ କେବେ ଯାଇନଥିଲେ, ମାନେ ଯାଇ ବି ନଥାନ୍ତେ। ଆଉ ସବୁଠୁ ବଡ କଥା ହଉଛି, ଏଇ ଯୋଉ ମାନେ ଦେଓଘର ଆମେ ଗଲୁ, ଏ 280 ଭିତରୁ ପାଖାପାଖି 150 ଲୋକ ହଉଛନ୍ତି ପ୍ରଥମ କରି ଯେ ଦେଓଘର ଯାଇଥିଲେ, ସବୁ ଡିପି ୱାର୍କରେ ଆକ୍ଟିଭେଟେଡ୍ ହେଇଥିଲେ, କି 35 ବର୍ଷ ହେଇକି ଜଣେ ଦୀକ୍ଷା ନେଇଥିଲେ, ସେ କେବେ ଯାଇନଥିଲେ। ତେଣୁ ଇଏ ଗୋଟେ ଦିବ୍ୟ ଅନୁଭୂତି ଥିଲା ଯେ ସେମାନଙ୍କର ଯୋଉ ମାନେ ଆଗରୁ ଯାଇକି ଉପସ୍ଥିତ ରହିବା, ସେଟା ଅନ୍ୟକୁ ବହୁତ ମାନେ ଆନନ୍ଦ ଦେଇଥିଲା। ସଦେବ ବି ବହୁତ ଖୁସି ହେଇଥିଲେ। ତ ଟ୍ରେନରେ ସମସ୍ତଙ୍କୁ ଆଡଜଷ୍ଟ କରି ସାରିଲା ପରେ ଅ, 2ଟା ସିଟ୍ ସେ ଯୋଉ ଭାଇ ପାଇଁ ଆଉ ମୋ ପାଇଁ 2ଟା ସିଟ୍ ଥାଏ। ମୁଁ ଜଣୁ 1 ନମ୍ବର ବଗିରୁ ଯେତେବେଳେ ଆସିଲି, ଦେଖିଲି ରାସ୍ତାରେ ଜଣେ ଲୋକ ଶୋଇଛନ୍ତି। ସେ ଆମର ଗୁରୁ ଭାଇ ନୁହନ୍ତି, ବିହାରର ଲୋକ। ଯେତେବେଳେ ମୁଁ ଦେଖିଲି ଶୋଇଛନ୍ତି, ମୁଁ କହିଲି ଆପଣ ରାସ୍ତାରେ ଶୋଇଛନ୍ତି, ଯିବା ଆସିବା ଅସୁବିଧା ହଉଛି? ସେ କହିଲେ ନାଇଁ, ତାଙ୍କର ଟିକେଟ ନାହିଁ, କିନ୍ତୁ ସେ ମାନେ ବୟସ ତାଙ୍କର ମାନେ 75 ପାଖାପାଖି ହବ, ହେଲ୍ଥ ଇସ୍ୟୁ ଅଛି, ସେଥିପାଇଁ, ଆଉ ତାଙ୍କର ଜେନେରାଲରେ ଟିକେଟ ଅଛି, ଟିଟିକୁ ରିକ୍ୱେଷ୍ଟ କରିକି ସେ ଏଠି ଶୋଇଛନ୍ତି, ତାଙ୍କୁ ଆଉ ସିଟ୍ ନାହିଁ, ତ ତଳେ ଶୋଇଛନ୍ତି। ତେଣୁ ମୁଁ କହିଲି, ଦେହ ଖରାପ, ପୁଣି ବୟସ୍କ ଲୋକ ତଳେ ଶୋଇବେ, ଆଉ ଅନ୍ୟମାନେ ସବୁ। ପାଖରେ କିଛି ଗୁରୁ ଭାଇଙ୍କୁ କହିଲି ତାଙ୍କୁ ସେଠି ଶୋଇ ଦିଅନ୍ତୁ, ଆଉ ଆପଣ ଆସନ୍ତୁ ସେପଟରେ କୋଉଠି ଗୋଟେ ସିଟ୍ ଦେଖିକି ଆଡଜଷ୍ଟ କରିଦବା। ସେ ଗୁରୁ ଭାଇ ମନା କଲେ, କହିଲେ ନା, ଆମେ ସେପଟକୁ ଏଇ ସାଙ୍ଗ ଛାଡିକି ସବୁ ଯିବୁ। ସେଠୁ ସେ ବୁଢା ଲୋକଙ୍କୁ, ତାଙ୍କ ପୁଅକୁ ଆଉ ତାଙ୍କ ମିସେସକୁ ସେଠୁ କହିଲି, ଆପଣମାନେ ତାଙ୍କୁ ନେଇକି ଆସନ୍ତୁ, ଏଠି ତ ସିଟ୍ ହେଇପାରୁନି, 3 ନମ୍ବର ବଗିକି ଆସନ୍ତୁ, ସେଠି ମୋ ସିଟ୍ରେ ଆସି ଶୋଇପଡ଼ିବ। ମୁଁ ସେଠୁ ତାଙ୍କୁ ଆଣିକି ମୋ ସିଟ୍ରେ ଶୋଇଦେଲି। ଶୋଇଦେଲା ପରେ ମୋ ପାଖରେ ଆଉ ଗୋଟିଏ ସିଟ୍ ଥିଲା, ସେ ସାନ ଭାଇ ଶୋଇବ। ସାନ ଭାଇକି ସେତେବେଳେ ମୁଁ ତାକୁ ଶୋଇଦେଲି।
ମୁଁ କହିଲି ତମେ ଏଠି ଶୋଇପଡ଼। ମିଛି ମିଛିକା ଗୋଟେ ଫୋନଟେ ଆସିଲା ଭଳିଆ କଥା ହେଲି ଯେ ସିଟ୍ ସେପଟ ବଗିରେ ଖାଲି ଅଛି ବୋଲି, କିନ୍ତୁ ଖାଲି ନଥିଲା କୋଉଠି। ମୁଁ ସେଠୁ ସେପଟ ବଗିରେ ଖାଲି ଅଛି ବୋଲି କହିକି ମିଛରେ ତାଙ୍କୁ, ନହେଲେ ସେ କହିବେ ତମେ ଶୁଅ ବୋଲି। ମୁଁ କହିଲି ତମେ ଶୁଅ, ସେଠୁ ସେ ସେଠି ଶୋଇପଡ଼ିଲେ। ସେଥିରେ ତାଙ୍କ ସେ ସିଟ୍‌କୁ ଚାଲିଗଲେ। ବାସ୍ତବିକ ମୋ ପାଖରେ ଆଉ କିଛି ସିଟ୍ ନଥିଲା। ମୁଁ ସେଠୁ ମୋର ବ୍ୟାଗ୍ ଆଉ ମୋର ଆଟାଚ୍ ଧରିକି ମୁଁ ଚାଲିଲି। ଦେଖିଲେ ଆଉ ସିଟ୍ ତ ନାହିଁ। ଦେଖିବି କୋଉଠି ଯଦି ଆଡଜଷ୍ଟ ହେଇପାରିବ, ନହେଲେ ମୋ ପାଇଁ ସିଏ ଆଉ ଶୋଇବନି। ମୁଁ ଯେମିତି ମୋ ବଗିରୁ ବାହାରି ଦେଇଛି ଆଉ ଗୋଟେ ବଗିକୁ, ଗୋଟେ ସାଇଡରେ ଦେଖି ଛିଡା ହେଇକି କଣ ଗୋଟେ କରିବି ବୋଲି, ହଠାତ୍ କିନା ଜଣେ ଦାଦା ଫୋନ କଲେ, ଦାଦା ମୋର ଉପର ସିଟ୍‌ଟା ଖାଲି ଅଛି, କିନ୍ତୁ ସେଟା ତାଙ୍କ ଝିଅ ପାଇଁ କରାହେଇଥିଲା। ସେ ଝିଅକୁ ସେ କୋଳରେ ଧରିକି ଶୋଇଛନ୍ତି, ସେ ସିଟ୍‌ଟା ଖାଲି ଅଛି। ସେତେବେଳକୁ ଅନେକ ରାତି ହେଇଗଲାଣି। ଆଉ ଗୋଟେ ବଗିରୁ ଗୋଟେ ଫୋନ ଆଇଲା ଯେ ଆମ ସିଟ୍ ନୁହେଁ, କିନ୍ତୁ ସେ ସିଟ୍‌ଟା ଖାଲି ଅଛି। ମୁଁ ଦେଖିଲି ମୋ ସିଟ୍‌ଟା ମୁଁ ଦେଇଦେଲା ପରେ ମୋ ପାଖରେ ବିଲକୁଲ ସିଟ୍ ନଥିଲା, କିନ୍ତୁ ପରମ ପିତାଙ୍କ ଦୟାରେ ଦି ଦିଟା ସିଟ୍ ଖାଲି ହେଇଗଲା। ଇଏ ହଉଛି ପରମ ପିତାଙ୍କର ଆଶୀର୍ବାଦ ଆଉ ପରମ ପିତାଙ୍କର ସେ ଦିବ୍ୟ ଲୀଳା। ତ ସିଏ, ମୁଁ ଯୋଉ ସିଟ୍‌ଟା ଫୋନରେ କଥା ହେଇଥିଲି, ମିଛରେ ମିଛରେ କହିଥିଲି ସିଟ୍ ଖାଲି ଅଛି ଯାଉଛି ବୋଲି, ସାନ ଭାଇ ସକାଳୁ ଉଠି ଖୋଜିଲା ବେଳକୁ ମୁଁ ଆଉ ସେ ବଗିରେ ନାହିଁ। ମୁଁ ଆଉ ଗୋଟେ ବଗିକୁ ଚାଲି ଯାଇଛି, କାରଣ ମୁଁ ତ ମିଛରେ କହିକି ଆସିଥିଲି। ତେଣୁ ସେ ହଉଛି ଆକ୍ଚୁଆଲି ଈଶ୍ୱରଙ୍କର ଲୀଳା। ଯାହା ହଉ ଆମେ ସମସ୍ତେ ସୁନ୍ଦର ଭାବରେ ଫେରି ପାରିଛୁ, ପରମ ପିତାଙ୍କର ଆଶୀର୍ବାଦ। ଆଉ ସମସ୍ତେ ଠିକ୍ ଭାବରେ ଆସିପାରିଛନ୍ତି। ଟ୍ରେନ୍ ଟିକେ ଲେଟ୍ ଥିଲା, ସେଥିପାଇଁ 5 ଘଣ୍ଟା ଲେଟ୍ ହେଇଯିବାରୁ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଇନାହାନ୍ତି। ସମସ୍ତେ ଆମେ ଠିକ୍ ଭାବରେ ଆସିପାରୁଛୁ। ଇଏ ହେଉଛି ପରମ ପିତାଙ୍କର ଦିବ୍ୟ ଲୀଳା। ଆଉ ସେଠି ଦେଖିଲି ମୋ ସାଙ୍ଗରେ ଜଣେ ବହୁତ ଗୋଟେ ଷ୍ଟିଲ୍ ମାନେ ଇଏର ଫ୍ୟାକ୍ଟ୍ରି ଲୋକ, ସିଏ ବି, ତାଙ୍କୁ ବି ମୁଁ ନେଇକି ଯାଇଥିଲି, ସିଏ ବି ଯାଇଥିଲେ। ଦେଖନ୍ତୁ ତାଙ୍କର, ସିଏ ଯେତେବେଳେ ଯାଆନ୍ତି ଦେଓଘର, ଆଉ ଏଥର ମୁଁ ଦେଖିଲି ପୁରା ଆଚାର୍ଯ୍ୟଙ୍କ ପାଖରେ ହିଁ ବସିଥାନ୍ତି, କୁଆଡ଼େ ଯାଆନ୍ତି। ଅନ୍ୟମାନେ କିଏ ବାବାଧାମ ଚାଲିଗଲେ, କିନ୍ତୁ ଆମମାନେ ସିଏ ସକାଳୁ ରାତି ପର୍ଯ୍ୟନ୍ତ ଆଚାର୍ଯ୍ୟ ଯେତେ ସମୟ ରହନ୍ତି ସେଠି ସାମ୍ନାରେ ବସନ୍ତି। ଏବଂ ଦେଖିଲି ଜଣେ ତାଙ୍କୁ ଦେଖିକି ମୁଁ ଆଉ ଗୋଟେ ଜିନିଷ ଅନୁଭବ କଲି, ବହୁତ ଧନୀ ଲୋକ ସେ, କିନ୍ତୁ ଆନନ୍ଦ ବଜାରକୁ ଜଣେ ମାନେ ଭିକାରୀ ଲୋକ ଯିବା ପାଇଁ ଚେଷ୍ଟା କରୁଥାଏ, ତାଙ୍କୁ ସିକ୍ୟୁରିଟି ମାନେ ଛାଡ଼ୁନଥାନ୍ତି। ଦେଖିଲି ସେ ଦାଦା ଜଣକ ଭିକାରୀକୁ ସାଙ୍ଗରେ ନେଇ ତା ହାତ ଧୋଇ ଦେଇକି ନିଜ ସାଙ୍ଗରେ ସେ ତାକୁ ନେଇକି ଗଲେ ଆନନ୍ଦ ବଜାର ଭିତରକୁ। ଯେତେବେଳେ ସିକ୍ୟୁରିଟି ମନା କରୁଥିଲା, ସିକ୍ୟୁରିଟି ଯେତେବେଳେ ଦେଖିଲେ ଆଙ୍କ ହାତ ଧରିକି ସେ ନଉଛନ୍ତି, ସିକ୍ୟୁରିଟି ଆଉ ତାକୁ ଅଟକେଇ ପାରିଲେନି। ବାସ୍ତବିକ ସେ ତା ହିଁ ଠାକୁର ଚାହିଁଛନ୍ତି, ସମସ୍ତଙ୍କୁ ସମ୍ମାନ ଦେବା, ସମସ୍ତଙ୍କୁ ଭଲ ପାଇବା ଯୋଉ ବ୍ୟବସ୍ଥା। ଇଏ ଯଦି ଏଇ ଯୋଉ ଦିବ୍ୟ କଥା ଯଦି ଆମମାନଙ୍କ ଜୀବନରେ ଯଦି ପ୍ରସ୍ଫୁଟିତ ନ ହୁଏ, ତ ଆମେ ପ୍ରକୃତ ସତ୍ସଙ୍ଗ ହବା ଠାରୁ ବଞ୍ଚିତ ହେଇଯାଉ। ତ ତେଣୁ ମଣିଷ ଜୀବନରେ ଅନେକ କଷ୍ଟ ଆସେ, ପାରିବାରିକ ଜଞ୍ଜାଳ ଆସେ, ତାରି ଭିତରେ ଆମକୁ ଇଷ୍ଟମୁଖୀ ହେଇକି ଚଳିବାକୁ ପଡ଼ିବ। ତେଣୁ ଯୋଉ ଅବୈଧଙ୍କର ଯୋଉ ମାନେ ଗୁରୁ ଥିଲେ, ଅବୈଧଙ୍କର ଯୋଉ 24 ଗୁରୁ କରିଥିଲେ, ସେ ସବୁ ଗୁଣ ହଉଛି ନିଜର ସେଇ ଦିବ୍ୟ ଗୁଣକୁ ନିଜ ଭିତରେ ପରିପ୍ରକାଶ କରିବାର ବ୍ୟବସ୍ଥା। ତେଣୁ ଏଇ ଦିବ୍ୟ ଗୁଣକୁ ନିଜ ଭିତରେ ପରିପ୍ରକାଶ କରିବାଟା ପାଇଁ ହିଁ ବିଧାନ। ତେଣୁ ଠାକୁର ଜୀବନ୍ତ ଭଗବାନ ଭିତରେ ଆମେ ତାଙ୍କୁ ଧରିଛେ, ତେଣୁ ଆମମାନଙ୍କ ଭିତରେ ସେଇ ଦିବ୍ୟ ଗୁଣ ଯେଭଳି ଭାବରେ ପରିପ୍ରକାଶ ଲାଭ କରିବ, ତାହା ହଉଛି ବାସ୍ତବ ଜିନିଷ। ଏଇ କ୍ରମରେ ମନେ ପଡ଼େ ଜଣେ ସନ୍ଥ ଥିଲେ, ତୁକାରାମ, ଅତ୍ୟନ୍ତ ପରୋପକାରୀ।
ତାଙ୍କ ଜୀବନ ସମର୍ପିତ ଥିଲା। ଭକ୍ତିର ସେ ଏକ ଅନନ୍ୟ ସାଧକ ଥିଲେ। ସିଏ ଜୀବନ ସାରା ଅନ୍ୟମାନଙ୍କୁ କେବଳ ସାହାଯ୍ୟ କରିବାରେ ତାଙ୍କ ଜୀବନଟା ବ୍ୟାପୃତ ଥିଲା। ଯେ ଅନ୍ୟମାନଙ୍କ ପ୍ରତି ତାଙ୍କର ଯୋଉ ସେବା, ଯୋଉ ମାନେ ଦାନ କରିବାର ଯୋଉ ଭାବ, ତାହା ଏକ ଅନନ୍ୟ ଥିଲା। ଏବଂ ଏମିତି ସମୟ ଆସିଲା ସେ ନିଜ ପାଇଁ କିଛି ରଖନ୍ତିନି, ସବୁ କିଛି ଦେଇ ଦିଅନ୍ତି, ଅନ୍ୟମାନଙ୍କର ଆବଶ୍ୟକତା ପାଇଁ ଦେଇ ଦିଅନ୍ତି। ସେଦିନ ଆଉ ଘରେ କିଛି ଖାଇବା ପାଇଁ ନାହିଁ। 3-4 ଦିନ ଧରି ଉପାସ ରହିଛନ୍ତି ଏବଂ ଯେତେବେଳେ କିଛି ଚାହୁଁଛନ୍ତି କେହି ଜଣେ ନା କେହି ଆସିକି ତାଙ୍କୁ ନିବେଦନ କରୁଛି, ତାଙ୍କୁ ତାଙ୍କ ଖାଦ୍ୟ ତାଙ୍କଠାରୁ ଚାଲି ଯାଉଛି। 4-5 ଦିନ ଚାଲିଗଲା ପରେ ତାଙ୍କ ସ୍ତ୍ରୀ ଭୋକରେ ପୁରା କାନ୍ଦି ପକେଇଲେ ଏବଂ ଅତ୍ୟନ୍ତ କଷ୍ଟରେ ସେ କହିଲେ ଯାଅ ସେଠି ଆମର ସେ ଆଗରେ ଗୋଟେ ଆଖୁ ଗଛ ବାଡ଼ି ଅଛି, ସେଠୁ ଆଖୁ କିଛି କାଟିକି ଆଣ, ଆଟଲିଷ୍ଟ ଆଖୁ ଖାଇକି ଆଜି ଦିନଟା ଆମେ ଚଳିଯିବା। ଯେତେବେଳେ ସେ ଆଖୁ ବାନ୍ଧିକି ମାନେ ଗୋଟେ ବିଡ଼ା କରିକି ଆଣୁଥାନ୍ତି, ରାସ୍ତା ଯେତେବେଳେ ଆସିଲେ ଛୋଟ ଛୁଆମାନେ ତାଙ୍କୁ ଦେଖିକି ସେ ଆଖୁ ଖାଇବେ ବୋଲିକି ସେମାନେ ନାଚିଲେ, ଆମକୁ ଆଖୁ ଖଣ୍ଡେ ଖଣ୍ଡେ ଦିଅ। ସେ ଯେତେବେଳେ ସବୁ ଖଣ୍ଡେ ଖଣ୍ଡେ ଆଖୁ ପିଲାଙ୍କୁ ଦେଇଦେଲା ପରେ ଆଉ ଗୋଟେ ଖଣ୍ଡେ ଆଖୁ ବିଡ଼ା, ଆଖୁ ଗୋଟେ ଖଣ୍ଡ ଧରିକି ହାତରେ ଯେତେବେଳେ ଘରକୁ ଆସିଲେ, ଘରକୁ ଯେତେବେଳେ ଆସିଛନ୍ତି ଦେଖିଲେ ତାଙ୍କ ପତ୍ନୀ ରାଗରେ ତମ ତମ ହେଇଗଲେ। ଆଉ ଏତେ ଜୋରେ ରାଗିଗଲେ, ସେ ଆଖୁ ଧରିକି ଆଖୁଟାକୁ ଧରିକି ତାଙ୍କୁ ପିଟି ଚାଲିଲେ ଏବଂ ଏଭଳି ଭାବରେ ପିଟିଲେ ଯେ ଆଖୁଟା ବାଡ଼ି ବାଡ଼ି ହେଇକି ଭାଙ୍ଗିକି ଦି ଖଣ୍ଡ ହେଇଗଲା। ଏବଂ ଦି ଖଣ୍ଡ ହେଇଗଲା ପରେ ସେ ଦେଖିଲେ ଯେ ସ୍ୱାମୀଙ୍କ ମାନେ ମୁହଁରେ କୌଣସି ରାଗ ନାହିଁ, ତଥାପି ସେ ହସୁଛନ୍ତି ଏବଂ ସେ କହୁଛନ୍ତି ଇଏ ବି ପରମ ପିତାଙ୍କ ଦୟା ବୋଲି। ଜଣେ ପତ୍ନୀ ବାଡ଼ଉଛି ସ୍ୱାମୀକୁ, ସ୍ୱାମୀର ଯୋଉ ଅହଙ୍କାର ଥାଏ, ସାଧାରଣତଃ ସ୍ୱାମୀର ଅହଙ୍କାର ଥାଏ, ସ୍ତ୍ରୀ ପଦେ କହିଲେ ତାପରେ ଚଢ଼ିଯାଏ। କିନ୍ତୁ ତୁକାରାମ ଭଳି ଜଣେ ସ୍ୱାମୀ ସ୍ତ୍ରୀର ଏତାଦୃଶ ବ୍ୟବହାର ପାଇଁ ସେ ଟିକେ ବିଚଳିତ ନଥାନ୍ତି ଏବଂ ଶାନ୍ତ ଭାବରେ ସ୍ତ୍ରୀର ଏଇସବୁ ବ୍ୟବହାରକୁ ସହ୍ୟ କରୁଥାନ୍ତି। କାରଣ ଏଇ ସହ୍ୟ କରିବାର ଭାବଟା, ଯୋଉ ସହନଶୀଳତା, ସହିଷ୍ଣୁତା, ଆଧ୍ୟାତ୍ମିକ ଭାବଧାରା ଭିତରେ ମଣିଷ ନ ଆସିଲେ ତାହା ପରିପ୍ରକାଶ ହେଇପାରେ ନା। ଆଜି ଦେଖନ୍ତୁ ଅନେକ ପରିବାର ଉଜୁଡ଼ି ଯାଉଛି, ଖାଲି ତାର ମୂଳ କାରଣ ହଉଛି ଅହଙ୍କାରର ଲଢ଼େଇ। ସ୍ତ୍ରୀ କହୁଛି ମୁଁ ବଡ଼, ସ୍ୱାମୀ କହୁଛି ମୁଁ ବଡ଼। ସେ ଅହଙ୍କାରର ଲଢ଼େଇ ଭିତରେ ପରିବାରଟା ଆଜି ଉଜୁଡ଼ି ଯାଉଛି। ତେଣୁ ଏଇ ଉଜୁଡ଼ା ପରିବାରକୁ ସଜାଡ଼ିବା ପାଇଁ ଠାକୁରଙ୍କର ଏଇ ବିଧାନ। ତୁକାରାମ ଏତେ ମାଡ଼ ଖାଇଲା ପରେ ଯେତେବେଳେ ଶାନ୍ତ ଭାବରେ ହସିକି କହୁଛନ୍ତି ତାଙ୍କ ପତ୍ନୀକୁ ଯେ ତୁମେ ମୋର କାମଟାକୁ ସହଜ କରିଦେଲ, ତୁମେ ବାଡ଼େଇକି ଯୋଉ ଆଖୁଟାକୁ ଦି ଖଣ୍ଡ କରିଦେଲ, ଆଉ ତମେ ଖଣ୍ଡେ ନିଅ ଆଉ ମୁଁ ଖଣ୍ଡେ ଖାଉଛି। ଆଣିକି ତ ଭାଙ୍ଗିବାକୁ ପଡ଼ିଥାନ୍ତା ନା, ଗୋଟେ ପିସ୍ ଆଣିଥିଲେ ମାନେ ତାକୁ ଭାଙ୍ଗିକି ତାଙ୍କ ସ୍ତ୍ରୀ ଫାଳେ ଖାଇଥାନ୍ତେ, ସେ ଖଣ୍ଡେ ଖାଇଥାନ୍ତେ। ତାପରେ ତାଙ୍କର ଏଇ ଏତାଦୃଶ ବ୍ୟବହାରରେ ତାଙ୍କ ସ୍ତ୍ରୀଙ୍କ ମନକୁ ସେଇଦିନ ହିଁ ଛୁଇଁ ଯାଇଥିଲା, ଯୋଉଟା ମୁଁ ପ୍ରଥମରୁ କହୁଥିଲି, ଯୋଉ ମାନସିକତା, ଯୋଉ ମେଣ୍ଟାଲ ସେଟଅପଟା ଯୋଉଟା ହୁଏ, ସେଇ ମାନସିକତା ସେ ସେଇଦିନ ହିଁ ସ୍ଥିର କରିନେଲେ ଯେ ଏଇ ପ୍ରକାର ଯୋଉ ବ୍ୟବହାର, ଆଉ ତୁକାରାମ ସାଧୁ ତାଙ୍କୁ ସମାଜରେ ତାଙ୍କୁ ପ୍ରତିଷ୍ଠିତ, ଅନେକ ସମୟରେ ଦେଖାଯାଏ ଅନେକ ପ୍ରତିଷ୍ଠିତ, ଲବ୍ଧ ପ୍ରତିଷ୍ଠିତ ମଣିଷ ସମାଜରେ, ପ୍ରତିଷ୍ଠିତ ମଣିଷ ପରିବାରରେ ସମ୍ମାନ ପାଏ ନା। ତେଣୁ ସେଥିପାଇଁ ସେ ଭିତରେ ଭିତରେ ଭାଙ୍ଗିଯାଏ, ଉଜୁଡ଼ିଯାଏ। ଯାହା ମନୋଜ ଦା କହୁଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ଯାହା ଠାକୁର କହୁଥିଲେ, ସେଇ ଉଜୁଡ଼ା ମଣିଷଟା ଯେତେବେଳେ ଠାକୁରଙ୍କ ପାଖକୁ ଆସେ ଆଉ ଏ ଆଚାର୍ଯ୍ୟ ପରମ୍ପରା ଭିତରେ ଯେତେବେଳେ ଆଚାର୍ଯ୍ୟଙ୍କ ପାଖକୁ ଆସେ, ସେତେବେଳେ ତାର ସେଇ ଦୁଃଖର ସ୍ପନ୍ଦନଟାକୁ ସେ ବୁଝିପାରନ୍ତି। ଏଇଟା ହିଁ ହଉଛି ସତ୍ସଙ୍ଗର ଆନ୍ଦୋଳନ। ତୁକାରାମଙ୍କର ଏଇ ବ୍ୟବହାର ତାଙ୍କ ସ୍ତ୍ରୀକୁ ଏତେ ପ୍ରଭାବିତ କରିଥିଲା, ସେ ତାଙ୍କ ଚରଣରେ ଲୁଟି ଯାଇଥିଲେ ସେଦିନ
ଆଉ ସାରା ଜୀବନ ସେ ସମର୍ପିତ ଦେଇଥିଲେ ତାଙ୍କର ସ୍ୱାମୀର ସେବାରେ। ଆଉ କେବେ ତାଙ୍କ ବ୍ୟବହାରରେ ତ୍ରୁଟି ରହିନି। ଏଇ ଯୋଉ ମାନସିକ ପରିବର୍ତ୍ତନ ମଣିଷ ଜୀବନରେ ଆସେ, ଠାକୁରଙ୍କୁ ଆମେ ଯେତେବେଳେ ଜୀବନରେ ଧରିଛେ, ତେଣୁ ଆମ ମାନସିକତାଟାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଯଦି ସେ ମାନସିକତାଟାକୁ ଆମେ ପରିବର୍ତ୍ତନ ନ କରୁ, ତେବେ ଆମ ଜୀବନରେ ଠାକୁରଙ୍କୁ ଧରିକି ବିଶେଷ କିଛି ପରିବର୍ତ୍ତନ ଆସିବ ନାହିଁ। ଆମ ଜୀବନର ବିଶେଷ ପରିବର୍ତ୍ତନ ପାଇଁ ସେଇ ଇଷ୍ଟଙ୍କୁ ମଥାରେ ନେଇକି ଚାଲିବାକୁ ପଡ଼ିବ। କାରଣ ତାଙ୍କର ଖାଲି ଆମେ ମାନେ ପ୍ରାର୍ଥନା କଲେ କି ନିରାମିଷ ଖାଇଲେ ଯେ ଆମେ ଭକ୍ତ ହେଇଯିବା, ତା ନୁହେଁ। ଆମ ଜୀବନ ଚଳଣି ଭିତରେ ତାଙ୍କର ସେ ଭାବଧାରାଟା ଯଦି ଫୁଟି ନ ଉଠେ, ତାହେଲେ ବାସ୍ତବିକ ଆମେ ସତ୍ସଙ୍ଗୀ ହେଇପାରିବା ନାହିଁ। ଏ ସତ୍ସଙ୍ଗୀ ଯାହା ଠାକୁର କହୁଥିଲେ, ସତ୍ ସହିତ ଯୁକ୍ତ ହୋଇ ତଦ୍ଗତି ସମ୍ପନ୍ନ ଯେଉଁମାନେ, ସେଇମାନେ ହଉଛନ୍ତି ସତ୍ସଙ୍ଗୀ। ଆଉ ସେଇ ସତ୍ସଙ୍ଗୀ ମାନଙ୍କର ସମାହାର ବା ଆଶ୍ରୟ ହଉଛି ସତ୍ସଙ୍ଗ। ଅନେକ ସତ୍ସଙ୍ଗୀ ଯେତେବେଳେ ମିଳିତ ଭାବରେ ବସନ୍ତି, ଯେମିତି ଆଜି ସତ୍ସଙ୍ଗରେ ଆମେ ବସିଛେ, ତେଣୁ ଜୀବନରେ ସେଇ ବାସ୍ତବିକ ଆନନ୍ଦ, ଯୋଉଟା ଚିରନ୍ତନ ଆନନ୍ଦ ପାଇବା ପାଇଁ ହେଲେ ଆମକୁ ବାସ୍ତବ ସତ୍ସଙ୍ଗୀ ହବାକୁ ପଡ଼ିବ। ଆମ ସାଂସାରିକ ଯାହା ଠାକୁର କହୁଥିଲେ ଭାବପାଣିରେ, আমি ସଂସାର ସନ୍ନ୍ୟାସୀ ଚାই, ଜଙ୍ଗଲ ସନ୍ନ୍ୟାସୀ ଚାই না, আমি শুদ্ধাত্মা চাই। ଏ ଆତ୍ମିକ ଶୁଦ୍ଧତା, ତାହା କେବଳ ଏଇ ସାଧନ ଦ୍ୱାରା ହିଁ, ଇଷ୍ଟ ସାଧନାରେ ନିଜକୁ ଲିପ୍ତ କରିକି ପରିବର୍ତ୍ତନ ହେବ। ଏଇ ଜୀବନରେ ନହେଲେ ବି ଆଗାମୀ ଜୀବନରେ ମଧ୍ୟ ପରିବର୍ତ୍ତନ ହେବ। ଯାହା ଠାକୁର ଆମେ ଜାଣିଛେ, ଯେମିତି absolute truth of the death, absolute truth of the life is the death। କିନ୍ତୁ ଠାକୁର କହୁଥିଲେ the absolute truth of the death is the life। ମଣିଷ ମଲେ ହିଁ ପୁଣି ଥରେ ଜନ୍ମ ନିଏ। এই ଜନ୍ମ ଜନ୍ମାନ୍ତର ଲୀଳାଖେଳା ଭିତରେ, ଜନ୍ମ ଜୀବନର এই ଚକ୍ର ଭିତରେ, ଜନ୍ମ ମୃତ୍ୟୁର ଚକ୍ର ଭିତରେ ଆମେ ପେଶୀ ହେଇକି ଯାହା କର୍ମ କରୁ, ସେଇ କର୍ମର ତନ୍ମାଫିକ କର୍ମଫଳ ଆମକୁ ଭୋଗିବାକୁ ପଡ଼େ। ଆମେ ଅନେକ ସମୟରେ କଷ୍ଟ ପାଉଛେ ବୋଲିକି ଯେତେବେଳେ ଦୁଃଖ କରୁ, ଆମକୁ ଜଣା ନାହିଁ କୋଉ ଜନ୍ମରେ ଆମେ ଏମିତି କିଛି କର୍ମ କରିଛେ ଯାହାର ଫଳସ୍ୱରୂପ ଆଜି ଆମେ ଏ କଷ୍ଟ ପାଉଛେ। କିନ୍ତୁ ଯେତେବେଳେ ଜୀବନରେ ମଣିଷ ଆଧ୍ୟାତ୍ମିକତାକୁ ଲିଭାଏ ଆଉ ଇଷ୍ଟଙ୍କ ପଥରେ ଜୀବନଟାକୁ ଅତିବାହିତ କରେ, ତାର ଜନ୍ମ ଜନ୍ମାନ୍ତରର କର୍ମଫଳଟା, ପଥରଟା ଫୁଲ ହେଇଯାଏ ତା ଜୀବନରେ। ତେଣୁ ହରିଶ୍ଚନ୍ଦ୍ର ଯେତେବେଳେ ସବୁ କିଛିକି ହରାଇଥିଲେ, ଦାନବୀର ହରିଶ୍ଚନ୍ଦ୍ର, ସେ ନାଟକ ଯେତେବେଳେ ପରିବେଷଣ ହଉଥିଲା ଆଶ୍ରମରେ, ଠାକୁର କହୁଥିଲେ ପରମ ପିତାଙ୍କର କତ ଦୟା। ଅନ୍ୟମାନେ ଆଖିରେ ଲୁହ ନଥାଏ, ଚାଣ୍ଡାଳ ବେଶରେ ତାଙ୍କ ସ୍ତ୍ରୀ ତାଙ୍କ ପୁଅ ପାଖରେ ଛିଡ଼ା ହେଇଛନ୍ତି। ଜଣେ ରାଜା, ସ୍ତ୍ରୀ ପାଖରେ ପଇସା ନାହିଁ, ତା ଶ୍ମଶାନରେ ତା ପୁତ୍ରକୁ ଦାହ କରିବା ପାଇଁ ସେ ତାକୁ ଆଲାଉ କରୁନି। ଏଇ ଯୋଉ ନାଟକ ଦେଖି କାହାରି ଆଖିରେ, ସମସ୍ତଙ୍କ ଆଖିରେ ଲୁହ, କିନ୍ତୁ ଠାକୁର କହୁଥିଲେ ପରମ ପିତାଙ୍କର କତ ଦୟା। ମାନେ କେତେ ଜନ୍ମର ଦୁଃଖକୁ ସେ ଗୋଟିଏ ଜନ୍ମରେ ତାକୁ ସମାପ୍ତ କରିଦେଇଛନ୍ତି। ତେଣୁ ଦୁଃଖ ପାଇଁ ଆମେ ମର୍ମାହତ ହବା ନାହିଁ। ଦୁଃଖ ହଉଛି ଜୀବନର ଏକ ସହଚର ଜିନିଷ। ସେସବୁ ଆମକୁ ବୁଝିବାକୁ ପଡ଼ିବ ଯେ ଆମ ଜୀବନର ଅନେକ କର୍ମଫଳକୁ ଆମେ ନେଇକି ଯାଇଛେ। ତେଣୁ ପରମ ପିତାଙ୍କୁ ଯେତେବେଳେ ମଥାରେ ଦେଇକି ଯାଉଛେ, ଜୀବନର ସମସ୍ତ କଷ୍ଟକୁ ସହିବାକୁ ପଡ଼ିବ ଏବଂ ଆନନ୍ଦରେ ତାକୁ ସହିବାକୁ ପଡ଼ିବ। ଜୀବନଟାକୁ ମଧୁମୟ କରି ତୋଳିବାକୁ ପଡ଼ିବ। ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦେଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାদা জয় গুরু। ଜୟ ଗୁରୁ ଦାଦା, ଜୟ ଗୁରୁ। ଅତି ସୁନ୍ଦର ଏକ ଭାବାତ୍ମକ ପରିବେଶ ପ୍ରଥମଠୁ ଆରମ୍ଭ କରି